ଏଟା ଖାସ କରିକି ଗୋରୁମାନଙ୍କୁ ଏକ ଭୂତାଣୁ ଜନିତ ସଂକ୍ରମଣ, ଠିକ ଅଛି, ଭାଇରାଲ ଇନଫେକ୍ସନ ବୋଲି ଏହାକୁ କୁହାଯାଉଛି। ମୂଳତଃ ଏଟା ଆଫ୍ରିକାରେ ଦେଖାଯାଇଥିଲା, ତାପରେ ଧୀରେ ଧୀରେ ସେ ବର୍ତ୍ତମାନ ଏସିଆ, ୟୁରୋପ ସବୁଆଡେ ସେ ବ୍ୟାପି ଚାଲିଛି। କ୍ଲିନିକାଲ ତାର ଯୋଉ ଲକ୍ଷଣ ଯୋଉଗୁଡାକ ସବୁ ଅଛି ଦେଖିବା ପାଇଁ ତାର ଲକ୍ଷଣ ଗୁଡ଼ିକ, ଲକ୍ଷଣ ମଧ୍ୟରେ ହଉଛି ଆପଣଙ୍କର ଜ୍ୱର ହବ, ଆଉ ଆପଣଙ୍କର ଲୁହ ବାହାରିବ, ପାଟିରୁ ଲାଳ ବାହାରିବ, ଚର୍ମ ବିଣ୍ଡି ଭଳିଆ ହେଇଯିବ, ତ ଏଇସବୁ ତାର ରହୁଛି। ଠିକ ଅଛି। ଆଉ ଚର୍ମବିଣ୍ଡି ରୋଗ ହଉଛି ଏକ ସଂକ୍ରାମକ ରୋଗ, ଉଦ୍ଭିନ୍ନ ମାନେ ତାର ଯୋଉ ପଥ ଯୋଉଗୁଡାକ ହବ ଚର୍ମବିଣ୍ଡି ଟାଇପର ଯୋଉଗୁଡାକ ହବ ସେଗୁଡା ଧୀରେ ଧୀରେ ଫାଟିଯିବ। ଠିକ ଅଛି। ଆଉ ବେଳେବେଳେ ଏହା ମାରାତ୍ମକ ରୋଗ ମଧ୍ୟ ନିଏ, ମାନେ ମାରାତ୍ମକ ରୂପ ମଧ୍ୟ ନିଏ, ଯୋଉଟା କି ଆପଣଙ୍କର ଗାଈର ଜୀବନ ମଧ୍ୟ ନେଇଯିବ। ଆଉ ସେକେଣ୍ଡ ଷ୍ଟେଜରେ ପୁଣି ଆପଣ ଏକ ତ ଭାଇରାଲ ଇନଫେକ୍ସନ, ତାପରେ ଧୀରେ ଧୀରେ ବ୍ୟାକ୍ଟେରିଆଲ ଇନଫେକ୍ସନ ମଧ୍ୟ ହେଇଯାଏ, ମାନେ ଜୀବାଣୁ ଜନିତ ସଂକ୍ରମଣ ଯେମିତି ହେଇଯାଏ। ଆଉ ୟାକୁ ବହୁତ ମାନେ କଣ ଅବସ୍ଥା ବହୁତ ଖରାପ ହେଇଯାଏ ଧୀରେ ଧୀରେ। ଆଉ ୟାର ଇନକ୍ୟୁବେସନ ପିରିୟଡ ହଉଛି 4 ରୁ 14 ଦିନ। 4 ରୁ 14 ଦିନ ଭିତରେ ପୁରା ବାହାରିକି ଦେଖାଯିବ। ପ୍ରଥମ ପର୍ଯ୍ୟାୟରେ ପଶୁପାଳକ ମାନେ 3 ରୁ 5 ଦିନ ପାଇଁ ଯେତେବେଳେ ଦେଖିବେ 40 ରୁ 41 ଡିଗ୍ରୀ ସେଲସିୟସ ତାପମାତ୍ରାର ଜ୍ୱର ହେଇଥିବ, ତା ସହିତ ଆପଣଙ୍କର ଭୋକ କମିଯାଏ ଏଥିରେ, ଆଉ ତାର ପାକୁଳି କରିବା ଯୋଉଟା ଚୋବେଇବା ଯୋଉଟା ପାକୁଳି କରିବାଟା ହ୍ରାସ ପାଏ, ଶକ୍ତି ମଧ୍ୟ ହ୍ରାସ ପାଏ, ସେ ଦୁର୍ବଳ ହେଇଯାଏ ଧୀରେ ଧୀରେ। ଆଉ ଅସୁସ୍ଥ ଗୋରୁମାନଙ୍କର ନାକ ପାଣି ବୋହିବ, ଆଉ ଅତ୍ୟଧିକ ମାନେ କଣ ଯୋଉ ଛିଣ୍ଡିବା, ମୁଣ୍ଡ, ବେକ ଏବଂ ଜଙ୍ଘରେ ଲିମ୍ଫ ନୋଡ ଫୁଲିବାର ଲକ୍ଷଣ ଦେଖାଯିବ, ହେଲା, ଘା ଟାଇପର ହେଇଯିବ, ଆଉ ସେଗୁଡାକ ଫୁଲିକି ଫାଟିବା ଆରମ୍ଭ ହବ। ଯଦି ଭାଇରସ ସେମାନଙ୍କର ଫୁସଫୁସକୁ ସଂକ୍ରମଣ କରେ, ତେବେ ସେମାନଙ୍କ ମଧ୍ୟରୁ କିଛିଙ୍କର ଗୁରୁତର କାଶ ଆଉ ଶ୍ୱାସକ୍ରୋଧ ମଧ୍ୟ ହେଇପାରେ। ଠିକ ଅଛି। ତ ଏଇ ସବୁ ଜିନିଷ ତାର କଣ ଲକ୍ଷଣ ଗୁଡ଼ିକ ମଧ୍ୟ ଦେଖାଯାଇଥାଏ। ତ ଏଇ ଯୋଉ ଚର୍ମବିଣ୍ଡି ରୋଗ ମାନେ ଆପଣଙ୍କର ମହାମାରୀ ମାନେ ହେବାର କାରଣ କଣ, ବା ଏଇ ଚର୍ମବିଣ୍ଡି ରୋଗ ହେବାର କାରଣ କଣ? ଏଇଟା ହଉଛି ଗୋଟେ ମେଣ୍ଢା ପକ୍ସ ବା ଛେଳି ପକ୍ସ, ଗୋଡ ପକ୍ସ ଯୋଉ ଭାଇରସ ଦ୍ୱାରା ହେଇଥାଏ, ଯୋଉ ପ୍ରଜାତିର ଭାଇରସ ଦ୍ୱାରା, ଏଇ ଭାଇରସ ମଧ୍ୟ ସେଇ ସେମ୍ ପ୍ରଜାତିର।